ଯାହା ସହିତ ଯାହା କଥା ହଉଛି ପରେ ପୁଣି ଭୁଲି ଯାଉଛି ଯେ କଣ କଥା ହେଇଛି। ଆଉ ବାହାଘର 2007 ରେ ହେଇଥିଲା, 2019 ବେଳକୁ ଅଲଗା ହେଇଗଲୁ। ତାପରେ ମୁଁ କଣ ହେଲା? ଅଲଗା ହେଇଗଲି ମୋ ହଁ। ସ୍ୱାମୀଙ୍କୁ ଯାହାଙ୍କୁ ବାହା ହେଇଥିଲି। 2020 ପରେ ସବୁବେଳେ ଅଶାନ୍ତିରେ ଅଛି। ଦୁଲେଶ୍ଵରୀ ଦେବୀ, ଆପଣଙ୍କ ପେଟରେ ତନ୍ତ୍ରକ୍ରିୟା ଅଛି ତଥା ଆପଣଙ୍କର ପ୍ରଗତି ମଧ୍ୟ କରେଇ ଦେଉନାହିଁ। ଏହି ତନ୍ତ୍ର ପ୍ରତିବନ୍ଧକ ହେଉଛି। ଏହି ତନ୍ତ୍ର ଆପଣଙ୍କୁ ହଇରାଣ କରୁଛି, ଆପଣଙ୍କ ଶରୀରରେ ପୀଡ଼ା ମଧ୍ୟ ଦେଉଛି। ଗର୍ଭଧାନୀରେ ଯନ୍ତ୍ରଣା ଏବଂ ଚର୍ବିର ଗାତ ମଧ୍ୟ କରିଦିଆଯାଇଛି ତଥା ଶରୀରରେ ପୀଡ଼ା ରହୁଛି, ବିନ୍ଧାବିନ୍ଧି ହେଉଛି ଏବଂ କିଡନୀରେ ଆପଣଙ୍କର ଷ୍ଟୋନ୍ କରିବା ପାଇଁ ମଧ୍ୟ ଚେଷ୍ଟା କରାଯାଉଛି। ଆପଣ ଠିକ୍ ସମୟରେ ଆସିଛନ୍ତି, ଏବେ ସେହି ତନ୍ତ୍ର ସମାଧାନ ହେଇଯିବ। ତାର ଆଜ୍ଞା ଆପଣଙ୍କ ଗୁରୁଜୀ। ଉପରେ ତନ୍ତ୍ର କରିଦିଆଯାଇଛି। ପ୍ରେତ ଆପଣଙ୍କ ଉପରେ ବାଧା ଦେଉଛି ଏବଂ ସେ ହିଁ ଆପଣଙ୍କୁ ପୀଡ଼ା ଦେଉଛି। ସମସ୍ତ ପ୍ରକାର କଷ୍ଟ ମଧ୍ୟ ସେ ହିଁ ଦେଉଛି। ଶରୀରରେ ଯାହା ମଧ୍ୟ ପୀଡ଼ା ହେଉଛି, ଆପଣଙ୍କର ଗୁରୁଜୀ। କାମନା ଅଛି ଯେ ଏହି ତନ୍ତ୍ର ରୋଗରୁ ମୁକ୍ତି ମିଳୁ, ସୁଖ ସମୃଦ୍ଧି ବଢୁ ଆପଣଙ୍କର। ସତ କଥା ଗୁରୁଜୀ। ସତ୍ୟ ଏହା। ଆଜ୍ଞା। ସୁଷମା, ଆପଣଙ୍କ ଗୃହରେ ତନ୍ତ୍ରକ୍ରିୟା କରାଯାଇଛି, ପରିବାରରେ ମଧ୍ୟ କରାଯାଇଛି। ବିଗତ 12 ବର୍ଷ ଧରି ଆପଣଙ୍କ ଗୃହରେ ତନ୍ତ୍ର କରିଦିଆଯାଇଛି। ଏଇ ଯୋଉ ତନ୍ତ୍ର ଆପଣଙ୍କର ଭାଗ୍ୟକୁ ବିନାଶ କରୁଛି। ସୁଖ ନାହିଁ, ଆପଣଙ୍କର ପ୍ରେମ ବିବାହର ଯୋଗ ଅଛି। ଆପଣଙ୍କ ଗୃହର ସୁଖ ସମୃଦ୍ଧିର କାମନା ନେଇକି ଆସିଛନ୍ତି ତଥା ଜମିର ବିବାଦ ଚାଲିଛି। ପିତା ବହୁତ ଚିନ୍ତିତ ରହୁଛନ୍ତି। ଗୃହରେ କ୍ଲେଶ ରହିଛି, ନିଶା ଆଦିର କ୍ରିୟା ମଧ୍ୟ ହେଉଛି। ଗୃହରେ କ୍ଲେଶ ରହୁଛି, ପରସ୍ପରର ସମ୍ମାନ କେହି କରୁନାହାନ୍ତି, ଗାଳି ଗୁଳଜ ମଧ୍ୟ କରୁଛନ୍ତି। ଠିକ ଅଛି। ପିତୃପୁରୁଷ ଅଶାନ୍ତ ଅଛନ୍ତି, ଆପଣଙ୍କ ଉପରେ ପ୍ରେତ ବାଧା ରହିଛି ଏବଂ ଆପଣଙ୍କ ସହିତ ଯେଉଁ ପିଲାଟି ଆସିଛି ତାର ନାଁ ହେଉଛି ନିରଜ। ସେ ଆପଣଙ୍କୁ ପ୍ରେମ କରୁଛି, ପରନ୍ତୁ ଅନ୍ୟ ଝିଅମାନଙ୍କୁ ମଧ୍ୟ ଦେଖୁଛି। ଏହା ମଧ୍ୟ କହିଦେଲି। ଠିକ ଅଛି। ପ୍ରେମ ତ କରୁଛି, ପରନ୍ତୁ ମନ ସଫା ନାହିଁ। ଏହା ମଧ୍ୟ କହିଦେଲି ଆପଣଙ୍କୁ। ମୁଁ ଜାଣିଛି ଗୁରୁଜୀ। ଜଣା ଅଛି। ହଁ। କଣ ହେଇଛି? ବାବାଙ୍କୁ କ୍ୟାନ୍ସର ହେଇଛି। କ୍ୟାନ୍ସର ହେଇଛି। ଆଉ ସିଏ ଯେମିତି ଠିକ୍ ହେବାକୁ ଲାଗୁଛନ୍ତି ନା, ତେବେ ତାଙ୍କ ଉପରେ ଏମିତି ଲାଗୁଛି ଯେମିତି କେହି ଲାଗିଯାଇଛି। ତାପରେ ସିଏ ଅଜବ ଅଜବ ହରକତ କରୁଛନ୍ତି। ତାପରେ ଘା ଠିକ ହେଇଯାଏ, ପୁନଶ୍ଚ ବଢିଯାଏ। ଆଉ ହଁ, ଯିଏ ଲାଗୁଛି ତାଙ୍କ ଉପରେ ଏମିତି ଲାଗୁଛି ଯେମିତି ତାଙ୍କୁ ନେଇକି ପଳେଇବ। ଗୋପାଳ ବାବୁଙ୍କ ଉପରେ ଉଗ୍ର ତନ୍ତ୍ର କ୍ରିୟା କରାଯାଇଛି ତଥା ୟାଙ୍କୁ ରୋଗରେ ମଧ୍ୟ ପୀଡ଼ିତ କରିଦିଆଯାଇଛି। କର୍କଟ ରୋଗରେ ପୀଡ଼ିତ କରିଦିଆଯାଇଛି। କର୍କଟ ରୋଗ ମାନେ କ୍ୟାନ୍ସର ଯାହାକୁ ଆପଣ କହୁଛନ୍ତି। ତଥା ଯେଉଁଠାକୁ ଦେଖାଇବାକୁ ଯାଉଛନ୍ତି ରକ୍ତ ବାହାରୁଛି। ଚିନ୍ତା କରନ୍ତୁ ନାହିଁ, ଅତି ଶୀଘ୍ର ଠିକ ହେବେ। କର୍କଟ ରୋଗର ଡକ୍ଟର ଚିକିତ୍ସା କରିବା ଦ୍ୱାରା, ଔଷଧ ନେବା ଦ୍ୱାରା ଔଷଧ କାମ ମଧ୍ୟ କରିବ, ଲାଭ ମିଳିବାକୁ ଲାଗିବ। ପିତୃପୁରୁଷ ପୀଡ଼ାରେ ଅଛନ୍ତି, ଆପଣଙ୍କର ସମ୍ପର୍କୀୟ ମାନେ ହିଁ ୟାଙ୍କ ଉପରେ ତନ୍ତ୍ରକ୍ରିୟା କରିଛନ୍ତି। ମୁଖରେ ହିଁ କର୍କଟ ରୋଗ ହୋଇଛି, ଯାହା ସମ୍ପୂର୍ଣ୍ଣ ମୁହଁକୁ ଖରାପ କରୁଛି ଏବଂ ତା ସହିତ ଭିତରେ ଭିତରେ କ୍ୟାନ୍ସର ବଢୁଛି ମଧ୍ୟ। ଜୟ ମା ମାତଙ୍ଗୀ ଧାମ କି ଜୟ। ମୁଁ ଏଇ ଗାଁର ନିବାସୀ। ଏଠି ମା ମାତଙ୍ଗୀଙ୍କର ଦରବାର ଲାଗିଥିଲା, ଦିବ୍ୟ ଦରବାର ଲାଗିଥିଲା। ମୁଁ ଶୁଣିକିରି ଆସିଲି, କିନ୍ତୁ ବାବାଙ୍କର ଦର୍ଶନ ପାଇଲିନି। ଛାଡ଼ନ୍ତୁ, ସମୟ ତ ମିଳିଲାନି। କିନ୍ତୁ ଆମେ ଏଠି ଦେଖିଲୁ ଯେ ବହୁତ ବାହାରୁ ଆସିଥିବା ଶ୍ରଦ୍ଧାଳୁ ଯେଉଁମାନେ ଏଠିକି ଆସିଥିଲେ, ଯେଉଁମାନଙ୍କର ମେଡ଼ିକାଲରେ ଚିକିତ୍ସା ହେଇପାରୁନଥିଲା, ସେମାନେ ଆସିକି ଏଇ ଧାମକୁ ତାଙ୍କ ସମସ୍ୟାର ସମାଧାନ ହେଉଛି। ଆମେ ଆସିଥିଲୁ ଦେଖିବାକୁ ଏଠିକି। ଏପରି ଏକ ଧାମ ଏଠି ଲାଗିଥିଲା। ବହୁତ ଖୁସି ଲାଗିଲା ମୋତେ ଏଠିକି ଆସି। ଜୟ ମା ମାତଙ୍ଗୀ ଧାମ କି ଜୟ।